ଆସିଲା। ପୁଣି ଦେଖିବା ଯେ କନ୍ୟା ରାଶି ଏବଂ ଧନୁ ରାଶି ରାଜଟକ ଦଶମ ତତ୍ତ୍ୱ ରାଜଟକ ତା ଭିତରେ ଫେର ପେଚ ଅଛି। ପ୍ରଥମ କିଛି ରାଜଟକ ଖାଇଲେ ହେବନି। 12/6 କନ୍ୟା ରାଶି 19 ଧନୁ ମାନବ ଦାନବ ନାମ ନେବେ। 12/6 କନ୍ୟା 20 ଧନୁ ଆଖି ବୁଜି ବାହାର କରନ୍ତୁ। 12/6 କନ୍ୟା 21 ଧନୁ ଆଖି ବୁଜି ବାହାର କରନ୍ତୁ। 13/6 କନ୍ୟା ରାଶି 19 ଧନୁ ରାଶି ମଧ୍ୟ ନାଡ଼ି ନାଗନାଡ଼ି ବିବାହ କରନ୍ତୁନି କି କାନ୍ଦନ୍ତୁନି। 13/6 କନ୍ୟା 29 ଧନୁ ବିବାହ ଆରାମସେ ହେବ। 13/6 କନ୍ୟା 21 ଧନୁ ପୁଅର ବା ଝିଅର 21 ଧନୁ ଆରାମସେ ବାହାର ହେବ, କିଛି କ୍ଲେମ୍ ନାହିଁ। 14/6 କନ୍ୟା 19 ଧନୁ ଦାନବକୁ ଦାନବ ନାଗନାଡ଼ି ନାହିଁ, ଆରାମସେ ବାହାର ହେବ। 14/6 କନ୍ୟା 29 ଧନୁ ନର ରାକ୍ଷାସ ନାଗନାଡ଼ି ବିବାହ ନାସ୍ତି। 14/6 କନ୍ୟା 21 ଧନୁ ନାଗନାଡ଼ି ନର ରାକ୍ଷାସ ବିବାହ ନାସ୍ତି। ତାହେଲେ କ'ଣ ସେ ବାହା ହେବେନି? କେହି ବାହା ହେବେ, ଅଲଗା ମେଳକ ଅଛି, ରାଜଟକରେ ହେବନି। କନ୍ୟା ମିଥୁନ 4ର୍ଥ 10ମ ରାଜଟକ। 12/6 କନ୍ୟା 5-3 ମିଥୁନ ନାଗ ନାଡ଼ି ବିବାହ କରନ୍ତୁ ନାହିଁ। 12/6 କନ୍ୟା 6-3 ମିଥୁନ ନାଗ ନାଡ଼ି ବିବାହ କରନ୍ତୁ ନାହିଁ। 12/6 କନ୍ୟା 7-3 ମିଥୁନ ବିବାହ କରନ୍ତୁ, ଶୁଭ ଫଳ ପାଇବେ। 13/6 କନ୍ୟା 5-3 ମିଥୁନ ଆଖି ମୁଜିକିରି ବିବାହ କରନ୍ତୁ। 13/6 କନ୍ୟା 6-3 ମିଥୁନ ଆଖି ମୁଜିକିରି ବିବାହ କରନ୍ତୁ, କିଛି ଅସୁବିଧା ନାହିଁ। 13/6 କନ୍ୟା 7-3 ମିଥୁନ ମଧ୍ୟମ ନାଡ଼ି ନାଗନାଡ଼ି କାନ୍ଦିଆଟା ସାରା। 14/6 କନ୍ୟା 5-3 ମିଥୁନ ଦେବତା ଦାନବ ବିବାହ ନାସ୍ତି। 14/6 କନ୍ୟା 6-3 ମିଥୁନ ଦେବତା ଏବଂ ରାକ୍ଷାସ ନର ରାକ୍ଷାସ ଦେବତା ନୁହଁ ନର ରାକ୍ଷାସ ବିବାହ ନାସ୍ତି। 14/6 କନ୍ୟା 7-3 ମିଥୁନ ଦେବତା ରାକ୍ଷାସ ବିବାହ ନାସ୍ତି। ଯେ କୋଶ୍ଚିନ୍ ଆସେ ଯଦି ପୁଅର ଦାନବ ହେଲା ଝିଅର ମାନବ ହେଲା ତାହେଲେ ଚଳିବ, ଆପଣଙ୍କ ସେଟା ଚଳିବ, କିନ୍ତୁ ମୋ ପକ୍ଷେ ଚଳିବନି। ଝିଅ ବା ପୁଅ ହଉ ସମସ୍ତଙ୍କର ସମାନ ମକରେ ବାହାର କରିଦେବା ପରିବେଶ ଭଲ। ଯଦି ପୁଅଟି ରହିଲା ରାକ୍ଷାସ ଝିଅଟି ରହିଲା ନର, ତାହେଲେ କ'ଣ ହେବ ନା ସେ ପୁରୁଷ ପାଖରେ ସେ ଝିଅଟି ଉଧେଇବନି, ଝଡ଼ିଯିବ, ବିଭିନ୍ନ ପ୍ରକାର ରୋଗ ଧରିବ, ପିଲା ପ୍ରସବ କଲା ବେଳକୁ କଷ୍ଟ ହେବ, ଭାରି ଅସୁବିଧାରେ ଚଳିବ। ଯଦି ଝିଅଟି ହେଲା ପୁଅଟି ହେଲା ଦାନବ, ଝିଅଟି ହେଲା ବର୍ତ୍ତମାନ ଦେବତା, ସବୁବେଳେ କଳହ ହେବ, ଉଚ୍ଚ ନିଚ ରହିବ, କଳହ ହେବ। ଇଏ ମେଳକରେ କାହିଁ ଆମେ ବାହାର କରିବା? ନହେଲେ କ'ଣ ଅସୁବିଧା ହେଉଛି? ଆମର ଝିଅ କି ପୁଅ ଅଛି, ଉତ୍ତମ ମେଳ କଲେ ବାହାର ହେବ। ଖୋଜିବା, ବୁଲିବା, ଦେଖିବା, କାଲୁ କାହିଁକି ଏ ମେଳକରେ ବାହାର କରନ୍ତୁ ନାହିଁ। ଏହା କଲେ ବହୁତ ଅସୁବିଧା ପରବର୍ତ୍ତୀ ଅଛି।